हेलो गाइस, जय जगन्नाथ। देखନ୍ତୁ ଆଜି ଆମେ ଯାଜପୁର ମେଡ଼ିକାଲ ପାଖାପାଖି ଆସିଛୁ। ମେଡ଼ିକାଲ ଆସିଛୁ, ଟିକେ କାମ ଅଛି। ଆଉ ମିସେସ୍ ଆଉ ମୋ ଶଳା ଭାଉଜ ସବୁ ମେଡ଼ିକାଲ ଭିତରକୁ ଯାଇଛନ୍ତି। ଛୁଆ କହିଲେ ଗୁପଚୁପ୍ ଖାଇବା ପାଇଁ, ସେଥିପାଇଁ ଗୁପଚୁପ୍ ଠେଲା ପାଖରେ ଠିଆ ହେଇଛୁ। ସେଠି ଛୁଆମାନେ ଖାଉଛନ୍ତି। ଦେଖନ୍ତୁ ଯାଜପୁର ଟାଉନର ମେଡ଼ିକାଲ ପାଖରେ କେମିତି ଲୋକ ଗହଳି ଲାଗିଛି। ସେଠୁ ପଳେଇ ଆଇଲୁ ଆମେ ବିରଜା ମନ୍ଦିର। ବିରଜା ମନ୍ଦିର ମୁଁ ଦେଖିନଥିଲି, ପ୍ରଥମ ଥର ପାଇଁ ମୁଁ ବିରଜା ମନ୍ଦିର ଆସିଛି। ବିରଜା ମନ୍ଦିର ଦେଖିବାକୁ। ସରି ଗାଇସ୍, ବାଇ ମିଷ୍ଟେକ୍ କ୍ୟାମେରା ଉଲ୍ଟା ହେଇଯାଇଥିଲା, ସେଥିପାଇଁ ପିକ୍ଚର ଉଲ୍ଟା ଆସିଲା, ତା ପାଇଁ ସରି। ଦେଖନ୍ତୁ ଇଏ 108 ଶିବଲିଙ୍ଗ ବିରଜା ମନ୍ଦିର ପାଖରେ। ଭିଡ଼ିଓ କରିବାକୁ ପରମିସନ୍ ନାହିଁ, ହେଲେ ବି ମୁଁ ସେ ପାଖରେ ଠିଆ ହେଇକି ଟିକେ କଲି ବି, କିଛି ମାନେ ଭଲ କି କରିହେଲାନି, କାରଣ ତା ଭିତରେ 108 ଶିବଲିଙ୍ଗର ଭିଡ଼ିଓ କରିବାକୁ ମନା କଲେ। ଦେଖନ୍ତୁ ପୁଅ ପାଖକୁ ମୁଁ ଆସିଲି। ଏଠି ଦେଖନ୍ତୁ ଲାଇନ୍ ଲାଗିଛନ୍ତି, ସେ ନନା ମାନେ ଏଠି ଠିଆ ହେଇକି ସବୁ ବୁଝୁଛନ୍ତି। କିନ୍ତୁ ଏତିକି ଯେ ନନା ମାନେ ଏଠି ଟିକେ ଅଲଗା ପ୍ରକାରର। କାହା ବିଷୟରେ ଖରାପ କହିବା ମୋର ସେମିତି କିଛି ମାନେ ନୁହେଁ, କହିବା କଥା ନୁହେଁ, କାହିଁକିନା ଏସବୁ ରୁଲ୍ସ ବାହାରେ। ମୁଁ କାହା ବିଷୟରେ କିଛି ଖରାପ କହିବାକୁ ଚାହୁଁନି। ଦେଖନ୍ତୁ ମୋ ମିସେସ୍ ଆଉ ମୋ ଶଳା ଭାଉଜ ଶାଢ଼ୀ ପିନ୍ଧିଛନ୍ତି। ମୋ ମିସେସ୍ ଡ୍ରେସ୍ ପିନ୍ଧେ। ଠାକୁର ଦର୍ଶନ କରିସାରିକି ସେ ଚାରିପଟେ ଟିକେ ବୁଲୁଥିଲୁ ବିରଜା ମନ୍ଦିର ଭିତରେ। ବିରଜା ମନ୍ଦିର ବ୍ୟାକ୍ ସାଇଡ୍ ପଛପଟଟା। ଆଚ୍ଛା, ଇଏ ଭାଗବତ ଗୀତା କ'ଣ କିଣିବେ ବୋଲି ସେଠି ମିସେସ୍ ଆଉ ମୋ ଶଳା ଭାଉଜ ସେଠି ଠିଆ ହେଇଛନ୍ତି, ବହି ଦେଖୁଛନ୍ତି କ'ଣ କିଣିବା ପାଇଁ। ସବୁଦିନ ଏଠି ଲୋକଙ୍କର ଭିଡ଼ ଲାଗିକି ରହେ। ପ୍ରକୃତରେ ଆମର ଆଜି ନୂଆଖାଇ ଥିଲା। ବର୍ତ୍ତମାନ ଏଠି ପରିସ୍ଥିତି ଏମିତି କି ମାନେ ଘରକୁ ଯାଇପାରିଲିନି, ଡକ୍ଟର ଯାଇପାରିଲିନି, ବସ୍ ବି ମିଳିଲାନି, ଟିକେଟ୍ ହେଲାନି। ସେଥିପାଇଁ ନୂଆଖାଇ ପୂଜା ପାଇଁ ସେଦିନ ଆମେ ବିରଜା ମନ୍ଦିର ଗଲୁ ଆଉ ସେଠି ଭୋଗରାଗ ଠାକୁରଙ୍କ ନାଁରେ କଲୁ। କାହିଁକିନା ସେ ହିଁ ସବୁ କିଛି। ବିରଜା ସିଏ ମା ମଙ୍ଗଳା, ସିଏ ମା ସମଲେଇ, ସିଏ ମା ବିରଜା, ସିଏ ମା ଶାରଳା, ସିଏ ଗୋଟିଏ ଦେବୀ। ତାଙ୍କ ପାଖରେ ଭୋଗରାଗ କରିଦେଲୁ। ଏଥର କିଛି ମାନେ ଭିଡ଼ିଓ ଭଲ କି କରିହେଲାନି। ମୁଁ ନେକ୍ସଟ ଟାଇମ୍ ଯେତେବେଳେ ଆସିବି, ଖାସ୍ କରିକି ବିରଜାଙ୍କ ଦର୍ଶନ କରିବା ପାଇଁ, ସେଠି ମୁଁ ଆପଣଙ୍କୁ ଭଲ ଭାବରେ ଭିଡ଼ିଓ କରିକି ଦେଖେଇବି। ଆଉ ମାନେ ଏମିତି ଦେଖନ୍ତୁ ମନ୍ଦିର ପରିସର ଭିତରର ଦୃଶ୍ୟ। ମନ୍ଦିର ଭିତରେ ଚାରିପଟେ ଆମେ ବୁଲିକି ଦେଖିଲୁ ଇଏ ମା ବିରଜାଙ୍କ ମନ୍ଦିର। ଯାଜପୁରରେ ସବୁଠୁ ବଡ଼ ମାନେ ପ୍ରସିଦ୍ଧ ମନ୍ଦିର ମା ବିରଜାଙ୍କ ମନ୍ଦିର।
ଉଁ, ସେ କଣ ବହି କିଣୁଥିଲେ, ସେ ସାନ ପୁଅ ପାଇଁ ବି ବହି କଣ ଦେଖୁଥିଲେ, ସେଇ ଗୀତା ସବୁ କିଛି ଏକାଦଶୀ ବହି ସବୁ ଭାଗବତ ଏଇସବୁ ବହି ସବୁ ବିକ୍ରି କରୁଥିଲେ ମନ୍ଦିର ଭିତରେ, ସେ ସବୁ ବହି କିଣିବା ପାଇଁ ଦେଖୁଥିଲେ। ଆଉ ଦେଖନ୍ତୁ, ବର୍ତ୍ତମାନ ଆମେ ସେ ମନ୍ଦିର ଭିତରେ ଅଛୁ, ମନ୍ଦିର ପରିସର ଭିତରେ ଅଛୁ। ଆଉ ଚାରିପଟେ ବୁଲିଲା ବେଳକୁ ବ୍ୟାକ୍ ସାଇଡରେ ଜଣେ ଭିତରେ ମନ୍ଦିର ଭିତରେ ବହି ବିକ୍ରି କରୁଥିଲେ। ତ ସେ ପାଖକୁ ଯାଇକି ଦେଖୁଛନ୍ତି ଲକ୍ଷ୍ମୀ ପୁରାଣ, ବହୁତ ପ୍ରକାର ବହି ମାନେ ଠାକୁରଙ୍କର ସୁଦଶା ବ୍ରତର, ଲକ୍ଷ୍ମୀଙ୍କ ପୂଜା, ସବୁ ପ୍ରକାର ମାନେ ବ୍ରତ ବହି ସବୁ ବିକ୍ରି ହଉଥିଲା। ବର୍ତ୍ତମାନ ସେ ଜାଗାରୁ ଫେରିକି ପଳେଇ ଆସିଲୁ। ଦେଖନ୍ତୁ ଏଇ ଜାଗାରେ କେମିତି ନନାଙ୍କ ଭିଡ଼ ଲାଗି ରହିଛି। ମୁଁ ସର୍ଟକଟ୍ରେ ଯାଇଛୁ, ମୁଁ ପ୍ରକୃତରେ କିଛି ବୁଝିପାରିଲିନି। ପ୍ରଥମ ଥର ମନ୍ଦିର ଆସିଥିଲି, ଆଉ ସଙ୍ଗେ ସଙ୍ଗେ ପୂଜା କରିକି ଫେରିକି ପଳଉଛି, କିନ୍ତୁ ଦ୍ୱିତୀୟ ଥର ଯେତେବେଳେ ମୁଁ ପୁଣି ବିରଜାଙ୍କ ପାଇଁ ମୁଁ ନିଜେ ତାଙ୍କ ମନ୍ଦିର ନାଁରେ ଆସିବି ମନ୍ଦିର ଦର୍ଶନ ପାଇଁ, ସେଠି ମୁଁ ଭଲ ଭାବରେ ଆପଣଙ୍କୁ ଭିଡ଼ିଓ କରିକି ଦେଖେଇବି। ପ୍ରକୃତରେ ମନ୍ଦିର ପାଖରେ ବାହାରେ, ମନ୍ଦିର ବାହାରେ ଫଟୋ ନେଇ ହବ, ଭିଡ଼ିଓ କରିହବ, କିନ୍ତୁ ଦେବାଦେବୀଙ୍କର ମାନେ ଭିଡ଼ିଓ କରିବାକୁ ମନା କରୁଛନ୍ତି, ନନାମାନେ ମନା କରୁଛନ୍ତି ଏଠି ଭିଡ଼ିଓ କରନି। ସେଥିପାଇଁ କରିହେଲାନି। ମନ୍ଦିର ବାହାରକୁ ଆମେ ଆସିଲୁ, ପଳେଇ ଆସିଲୁ। ଏଠି ବହୁତ ଶୋଷ ଲାଗୁଥିଲା, ସେ ଛୁଆମାନେ ପିଇବେ ବୋଲି ଥଣ୍ଡା ଫଣ୍ଡା କିଣିକି ଛୁଆଙ୍କୁ ଦେଲୁ ସେ ପିଇବା ପାଇଁ। ଆଜି ପାଇଁ ମୁଁ ଏତିକି